ନେଉନି ଏଇ ଶ୍ରାବଣ ମାସର ଅମାନିଆ ଝରି ବର୍ଷା। 5 ଦିନ ହେଲା ଏକାଧାରରେ ବରଷିବାରେ ଲାଗିଛି। ଏଇ ବର୍ଷା ପାଗରେ ଡେଙ୍ଗୁ ମଶାମାନଙ୍କର ମଜା କହିଲେ ନ ସରେ। ବର୍ଷା ପାଗରେ ସନ୍ତସନ୍ତିଆ ମଇଳା ଆବର୍ଜନା ଜାଗାମାନଙ୍କରୁ ସେମାନଙ୍କର ସୃଷ୍ଟି। ବିଶେଷ କରି ସକାଳ ଏବଂ ସଞ୍ଜ ସମୟରେ ସେମାନେ ତାଙ୍କର ଶିକାର ଖୋଜି ବୁଲନ୍ତି। ଝରକା କବାଟ ଦେଇ ଘର ଭିତରକୁ ପଶି ଯାଆନ୍ତି। ତେଣୁ ସକାଳ ଏବଂ ସଞ୍ଜ ସମୟରେ ଘରର ଝରକା କବାଟ କେବେ ଖୋଲା ରଖିବା ଉଚିତ ନୁହେଁ। ଦିନେ ମୋହନର ପୁଅ ରବି ଏଇ ଡେଙ୍ଗୁ ମଶାମାନଙ୍କର ଶିକାର ହେଲା। ରବିର ଦେହରେ ଜ୍ୱର ଲାଗି ରହିବାରୁ ମୋହନ ତା ପୁଅ ରବିକୁ ଡାକ୍ତରଖାନା ନେଇଗଲା। ମୋହନ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ତ ଥିଲା, କିନ୍ତୁ ସେଠି କେହି ବି ହେଲେ ଡାକ୍ତର ରହୁନଥିଲେ। ସେହି ଡାକ୍ତରଖାନାରେ ରହୁଥିବା ଅନ୍ୟ କର୍ମଚାରୀ ମୋହନକୁ କିଛି ଔଷଧ ଦେଇ ରବିକୁ ଘରକୁ ନେଇଯିବା ପାଇଁ କହିଲେ। ତାପରେ ମୋହନ ରବିକୁ ନେଇ ଘରକୁ ଫେରି ଆସିଲା। କିଛିଦିନ ତାର ମା ରବିକୁ ସେଇ ଔଷଧ ଖାଇବାକୁ ଦେଲେ, କିନ୍ତୁ ତାର ଜ୍ୱର ଆଦୌ କମିଲା ନାହିଁ। ବରଂ ବେଳକୁ ବେଳ ରବିର ଜ୍ୱର ଆହୁରି ବଢ଼ିବାକୁ ଲାଗିଲା। ମୋହନର ଆର୍ଥିକ ଅବସ୍ଥା ବି ସେତେ ଭଲ ନଥିଲା। ବଡ଼ ଡାକ୍ତରଖାନା ସେଇଠାରୁ ବହୁତ ଦୂରରେ। ଏତେ ବାଟ ରବିକୁ ନେଇ ତାର ଭଲ ଚିକିତ୍ସା କରିବା ପାଇଁ ମୋହନ ପାଖରେ ଅର୍ଥର ଅଭାବ ଥିଲା। ପୁଅର ଏପରି ଗୁରୁତର ଅବସ୍ଥା ଦେଖି ମୋହନ ଏବଂ ତାର ପତ୍ନୀ କାନ୍ଦିବାକୁ ଲାଗିଲେ। ତାପରେ ବ୍ୟସ୍ତ ବିବ୍ରତ ହୋଇ ମୋହନ ଘର ବାହାରକୁ ଗଲା। ଶ୍ରାବଣ ମାସ ଥିବାରୁ କିଛି ଲୋକ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ନେଇ ମନ୍ଦିର ଅଭିମୁଖେ ଯାଉଥିବାର ସେ ଦେଖିଲା। ମୋହନ ମନେ ମନେ ଭାବିଲା, ହେ ପ୍ରଭୁ ଶିବ ଶଙ୍କର, ମୁଁ ଗରିବ ଅଭାବୀଟିଏ। ମୋ ପୁଅକୁ ଭଲ କରିବା ପାଇଁ ମୋ ପାଖରେ ଅର୍ଥର ବହୁତ ଅଭାବ। ମୋ ପୁଅକୁ ଭଲ କରିଦିଅ ପ୍ରଭୁ। ଯେତେ କଷ୍ଟ ହେଉ ମୁଁ ମୋ କାନ୍ଧରେ ଜଳ କଳସୀ ଭାର ନେଇ ତୁମ ମଥାରେ ନିଶ୍ଚୟ ଢାଳିବି। ସେ ଭଗବାନ ଭୋଳାନାଥଙ୍କର ଶରଣାପନ୍ନ ହେଲା ଏବଂ ତା ପରଦିନ ନଦୀରୁ ଜଳ କଳସୀ ଭାର ନେଇ ଚାଲି ଚାଲି ଲିଙ୍ଗରାଜ ମନ୍ଦିର ଅଭିମୁଖେ ବାହାରିଲା। ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ। ଭଗବାନ ଭୋଳାନାଥଙ୍କ ନାମକୁ ଜପି ଜପି ସେ ଆଗକୁ ଚାଲିଥାଏ। ମନ୍ଦିରରେ ପହଞ୍ଚିବା ପାଇଁ ତାକୁ 3 ଦିନ ସମୟ ଲାଗିବ। ମୋହନ କିଛି ବାଟ ଯିବା ପରେ କିଛି ଯୁବକ ବସି ତୁହାକୁ ତୁହା ଗଞ୍ଜେଇ ଟାଣୁଥିବାର ଦେଖିଲା। ଆରେ ଭାଇ, କଣ ଦେଖୁଛ? ଆମେ ବି ତମ ଭଳି କାଉଡ଼ିଆ ମ। ବହୁତ ବାଟରୁ ଆସିଲୁଣୁ ତ ଏଠି ବସି ଟିକେ ହାଲିଆ ମାରୁଛୁ। ଆଉ ଆସୁନ, ତମେ ବି ଟିକେ ହାଲିଆ ମାରିବ। ନିଅ ନିଅ, ଏଥିରୁ 2 ହୁଳା ମାରିଦିଅ। ତମ ରଥ ବି ପୁରା ଘାଇଁ ଘାଇଁ ଗଡ଼ିବ। ପାଦ ଆଉ ଜମା ଅଟକିବନି ଯେ। ମୁଁ ଯୋଉ ତୁଣ୍ଡରେ ଭୋଳାନାଥଙ୍କ ନାଁ ନେଉଛି ସେଇ ତୁଣ୍ଡରେ ମୁଁ ଏଇ ବେକାର ଜିନିଷ ନେବି? ନା ନା, ମୋର ସେଗୁଡ଼ା ଦରକାର ନାହିଁ। ଓಂ ନମଃ ଶିବାୟ, 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 ଓಂ ନମଃ ଶିବାୟ। ପୁଣି କିଛି ବାଟ ଯାଇ ମୋହନ ଦେଖିଲା, ଆରେ ରହ ରହ, ମନ୍ଦିର ଆହୁରି ଅନେକ ବାଟ ରହିଲାଣି। ଚାଲ ଚାଲ ଟିକେ ମେକଅପ୍ ନେଇଯିବା। ବାଟ ସାରା କେତେ ଲୋକ ଯିବା ଆସିବା କରୁଛନ୍ତି। ଆମର ଏମିତି ଶୁଖିଲା ପାଚିଲା ମୁହଁ ଦେଖିଲେ କଣ ଭାବିବେ କହିଲ? ଆଲୋ ମିତା, ଭୋକରେ ମୋ ଜ୍ଞାନ ଜଳିଲାଣି। ଆଉ ବାଟ ଚାଲି ହବନି ଲୋ। ସରକାର ଗୋଟେ ଗୋଟେ ଜାଗାରେ କାଉଡ଼ିଆ ମାନଙ୍କ ପାଇଁ ଦହି ପାଣିର ବ୍ୟବସ୍ଥା କରିବା କଥା କି ନାଇଁ କହିଲ? ବୁଝିଲ, ଏମାନେ ବୋଲବମ୍ କୁ ପୁରା ଫ୍ୟାସନ କରିସାରିଲେଣି। ଦେଖୁନ,
ଗାଡ଼ିରେ ଡିଜେ ବଜେଇ କେମିତି ଯାଉଛନ୍ତି। ଏଇ ସବୁ ହେଲା ଗଞ୍ଜେଇର କମାଲ। ଆଲୋ ଭିନି, ଭଗବାନ ଶିବ କଣ ସତରେ ଗଞ୍ଜେଇ ଟାଣୁଥିଲେ ଲୋ? ଆଲୋ ନାଇଁ ଲୋ, ଭଗବାନ କାହିଁକି ଗଞ୍ଜେଇ ଟାଣିବେ ମ? ତାଙ୍କ ନାଁରେ ଏମାନେ ଟାଣୁଛନ୍ତି ନା। ଯୋଉ ଠକ ଗୁଡା ବାଟ ଚାଲି ପାରନ୍ତିନି ସେଇମାନେ ଗଞ୍ଜେଇ ଟାଣି ଯାଉଛନ୍ତି ନା ଆଉ। ସେମାନଙ୍କର ଏମିତି କଥା ଶୁଣି ମୋହନ ମନେ ମନେ ଭାବିଲା। ଦୁନିଆରେ କେମିତି ସବୁ ଲୋକ ଅଛନ୍ତି କେଜାଣି। ତାପରେ ମୋହନ ସେହିଠାରୁ ଆଗକୁ ଚାଲିଲା। କିଛି ବାଟ ଯିବା ପରେ ଆକାଶ କଳାବାଦଲରେ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଗଲା। ଜୋରରେ ପବନ ବହିବାକୁ ଲାଗିଲା। ବିଜୁଳି ଘଡ଼ଘଡ଼ି ମାରି ଖୁବ ଜୋରରେ ବର୍ଷା ହେବାକୁ ଲାଗିଲା। ମୋହନ ଏଇ ମେଘ ପବନକୁ ଖାତିର ନ କରି ଆଗକୁ ମାଡ଼ି ଚାଲିଥାଏ। ମୋହନ ପିନ୍ଧିଥିବା ପୋଷାକ ସମ୍ପୂର୍ଣ୍ଣ ଉଦା ହେଇଯିବାରୁ ତାର ଦେହ ଶୀତରେ ଥରିବାକୁ ଲାଗିଲା। ସେ ଆଗକୁ ଯିବା ପାଇଁ ଅସମର୍ଥ ହେଇ ପଡ଼ିଲା। ଏହି ସମୟରେ ଏମିତି ଲାଗୁଥାଏ ସତେ ଯେମିତି ସ୍ୱୟଂ ଭଗବାନ ଶିବଶଙ୍କର ତା ଭକ୍ତିର ପରୀକ୍ଷା ନେଉଛନ୍ତି। କିନ୍ତୁ ତା ପୁଅର ଦେହ ଭଲ କରିବା ପାଇଁ ତାକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଠାକୁରଙ୍କ ମଥାରେ ଜଳ ଅର୍ପଣ କରିବାକୁ ପଡ଼ିବ। ମୋହନକୁ ଏତେ ବର୍ଷାରେ ଓଦା ହୋଇ ଯାଉଥିବାର ଦେଖି ଜଣେ ବୁଢ଼ା ଲୋକ କହିଲେ, ଆରେ ବାପା, ଏତେ ବର୍ଷାରେ ଓଦା ହେଇଯାଆନା ମ, ଟିକେ ସମୟ ଅଟକି ଯା। ବର୍ଷା ଟିକେ କମିଗଲେ ଯିବୁନି? ଦେଖୁନୁ ଏଇ ବର୍ଷାରେ କିଏ କଣ କୁଆଡ଼େ ଯାଉଛି। ସମସ୍ତେ ପରା ଶୁଖିଲା ଜାଗା ଦେଖି ଅଟକି ଯାଉଛନ୍ତି। ଆରେ ନାଇଁ ମଉସା, ମୁଁ ଯଦି ଏଠି ଅଟକି ଯିବି ସିଆଡ଼େ ମୋର ଡେରି ହେଇଯିବ ଯେ। ମୋ ପୁଅ ବହୁତ ବେମାର। ମୋର ଭୋଳା ବାବାଙ୍କ ଉପରେ ବହୁତ ବିଶ୍ୱାସ ଅଛି। ମୁଁ ଜଲ୍ଦି ଯାଇ ତାଙ୍କ ମଠରେ ପାଣି ଢାଳି ଦେଲେ ସେ ମୋ ପୁଅକୁ ନିଶ୍ଚୟ ଭଲ କରିଦେବେ। ଏବେ ଖାଲି ସେ ହିଁ ମୋ ସାହା ଭରସା। ବୁଝିଲୁ ବାପା, ଏତେ କାଉଡ଼ିଆ ଯାଉଛନ୍ତି, ତୋ ଭଳି ଏତେ ଦୃଢ଼ ମନ ନେଇ କାହାକୁ ଯିବାର ମୁଁ ଦେଖୁନି। ହଉ ହଉ ବାପା, ତୁ ଯା। ଭଗବାନ ତୋ ମନୋକାମନା ନିଶ୍ଚୟ ପୂର୍ଣ୍ଣ କରିବେ। ତୋ ପୁଅକୁ ସେ ନିଶ୍ଚୟ ଭଲ କରିଦେବେ। ଯା ଯା ଯା। ହଉ ମଉସା, ମୁଁ ଏବେ ଆସୁଛି। ତାପରେ ସ୍ୱୟଂ ଭଗବାନ ଶିବଶଙ୍କର ପ୍ରକଟ ହେଲେ। ତାପରେ ମୋହନ ମନ୍ଦିରରେ ପହଞ୍ଚି ଭଗବାନ ଭୋଳାନାଥଙ୍କ ମଥାରେ ପାଣି ଢାଳିଲା। ଭଗବାନ ଶଙ୍କର ମୋହନର ଏପରି ଦୃଢ଼ ଭକ୍ତିରେ ସନ୍ତୁଷ୍ଟ ହୋଇ ତାର ପୁଅ ରବିକୁ ଧୀରେ ଧୀରେ ଭଲ କରିଦେଲେ। ପିଲାମାନେ, ଯେକୌଣସି କାର୍ଯ୍ୟ କରିବା ପାଇଁ ହେଲେ ମନରେ ଦୃଢ଼ତା ରହିବା ଆବଶ୍ୟକ। ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟରେ ସଫଳ ହୋଇପାରିବ। କାହାଣୀଟି ଯଦି ଭଲ ଲାଗିଲା ଲାଇକ୍, କମେଣ୍ଟ ଓ ସେୟାର ନିଶ୍ଚୟ କରିବ।